ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଷ୍ଟଡି ଗୁରୁ ଓଡ଼ିଶା ଚ୍ୟାନେଲକୁ ସାଦର ସ୍ୱାଗତ। ଆଜିର କ୍ଲାସରେ ଦେଖିବା ଆଉ ଏକ ପ୍ରବନ୍ଧ ଯାହାର ଶୀର୍ଷକ ହେଉଛି ଛାତ୍ର ଜୀବନ। ଉପକ୍ରମ: ଛାତ୍ର ଜୀବନ ହେଉଛି ଭବିଷ୍ୟତ ଜୀବନର ଭିତ୍ତିଭୂମି। ଏହା ଅତି ମହତ୍ତ୍ୱପୂର୍ଣ୍ଣ। ଏହା ଆତ୍ମଗଠନର ଉପଯୁକ୍ତ ସମୟ। ଏହି ସମୟର ସଦୁପଯୋଗ ହିଁ ତାର ବ୍ୟକ୍ତିତ୍ୱର ପୂର୍ଣ୍ଣ ପ୍ରକାଶ କରାଏ। ତେଣୁ ଛାତ୍ର ଜୀବନ ଏକ ମହତ୍ତ୍ୱପୂର୍ଣ୍ଣ ଜୀବନ ହେବା ଉଚିତ, କାରଣ ଜଣେ ସଫଳ ଛାତ୍ର ହିଁ ପରିପୂର୍ଣ୍ଣ ବ୍ୟକ୍ତିତ୍ୱର ଆଧାର। ଛାତ୍ର ଜୀବନ: ଛାତ୍ର ଜୀବନ ଏକ ସାଧକର ଜୀବନ। ଗଭୀର ଅଧ୍ୟବସାୟ ଓ ଶୃଙ୍ଖଳିତ ଆଚରଣରେ ତାର ବ୍ୟକ୍ତିତ୍ୱ ପ୍ରତିପାଦିତ ହୁଏ। ଅର୍ଥାତ୍ ପ୍ରକୃତ ଛାତ୍ରଟିଏ ଛାତ୍ରର ସମସ୍ତ ଲକ୍ଷଣ ଯଥା ଅଧ୍ୟୟନ, ଚିନ୍ତନ ଓ ଅନୁଶାସନରେ ନିୟମିତ ହୋଇ ରହେ। ତ୍ୟାଗ, ସତ୍ୟନିଷ୍ଠା ଓ ଗୁରୁଭକ୍ତି ହେଉଛି ଛାତ୍ରର ଭୂଷଣ। ସେ ବିଦ୍ୟାଗ୍ରହୀ ଓ ଉଚ୍ଚ ଆକାଂକ୍ଷା ପ୍ରାଣ। ସେ ଶୁଦ୍ଧପୂତ ପବିତ୍ର ଭାବନା ପୋଷଣ କରିଥାଏ। ସରଳ ଜୀବନ ଓ ଉଚ୍ଚ ଭାବନା ତା ନିକଟରେ ଦେଖିବାକୁ ମିଳେ। ମଧୁର ଭାଷଣ ଓ ସମୁଚିତ ବ୍ୟବହାର ପ୍ରଦର୍ଶନ କରି ସେ ସମସ୍ତଙ୍କର ପ୍ରିୟତା ଅର୍ଜନ କରେ। ଗୁଣ: ସମୟାନୁବର୍ତ୍ତିତା ଓ ନିୟମାନୁବଦ୍ଧତା ଛାତ୍ରର ଏକ ମହତ୍ ଗୁଣ। ସତ୍ୟବାଦିତା, ଅନୁଜ୍ଞା, ଗୁରୁ ଗୁରୁଜନ ତଥା ଶିକ୍ଷକଙ୍କୁ ଭକ୍ତିଭାବପୂର୍ଣ୍ଣ ବ୍ୟବହାର ଛାତ୍ରର ଗୁଣବତ୍ତାର ପରିଚାୟକ। ସେ ସମସ୍ତଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରେ। ସାଙ୍ଗସାଥୀ ଓ ସମଧର୍ମୀମାନଙ୍କ ସହିତ ଆଚରଣରେ କ୍ରୂରତା ପ୍ରଦର୍ଶନ କରିନଥାଏ। ଏକ ସାମୂହିକ ଜୀବନକୁ ଆଦରି ନିଏ। ପରିବେଶର ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଇଥାଏ। ତାର ଉଚ୍ଚ ଭାବନା ହେତୁ ତାକୁ ଅନ୍ୟାୟ ଓ ଅନୀତି ମାର୍ଗରୁ ବିରତ କରାଏ। ସେ ମିଥ୍ୟା କହେ ନାହିଁ କି ଅନ୍ୟାୟ ଅନୀତିକୁ ପ୍ରଶ୍ରୟ ଦିଏ ନାହିଁ। କର୍ତ୍ତବ୍ୟବୋଧ: ଜଣେ ଛାତ୍ରର କର୍ତ୍ତବ୍ୟବୋଧ ତାକୁ ଅନ୍ୟମାନଙ୍କଠାରୁ ଭିନ୍ନ ରୂପେ ପରିଚିତି ପ୍ରଦାନ କରେ। ସେ କଠୋର ଶ୍ରମ ସ୍ୱୀକାର କରିବାକୁ କୁଣ୍ଠିତ ହୁଏ ନାହିଁ କି କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେବାରେ ପଛଘୁଞ୍ଚା ଦିଏ ନାହିଁ। ସମୟର ସଦୁପଯୋଗ କରିବା ସହିତ ସେ ନିଜକୁ ଜଣେ ସଚ୍ଚୋଟ ସାମାଜିକ କର୍ମୀ ଭାବେ ପ୍ରତିପାଦିତ କରାଇପାରେ। ସେ ଶିକ୍ଷାୟତନର ସମସ୍ତ ଉତ୍ସବାଦୀରେ ସକ୍ରିୟ ଭୂମିକା ଗ୍ରହଣ କରି ତାକୁ ସଫଳ କରାଏ। ସମାଜର ଅବହେଳିତ, ଦୁର୍ଗତ ଓ ପୀଡ଼ିତଙ୍କୁ ସେ ସେବା ଦାନ କରିଥାଏ। ସେ ନିଜକୁ ହୃଦୟବାନ ଓ ସହାନୁଭୂତିଶୀଳ କରି ଗଢ଼ି ତୋଳିଥାଏ। ତାର କହିବା ଓ ଭାବଭଙ୍ଗୀରେ ଅନ୍ୟମାନଙ୍କ ପ୍ରତି ସମ୍ଭ୍ରମତା ରହିଥାଏ। ଉପସଂହାର: ଛାତ୍ର ହେଉଛି ଦେଶ ଓ ଜାତିର ଗର୍ବ। ପାରିବାରିକ କ୍ଷେତ୍ରରେ ସେ ଯେଭଳି ଯଶ ପ୍ରତିଷ୍ଠା କରେ, ସାମାଜିକ ସ୍ତରରେ ସେତିକି ପ୍ରଶଂସିତ ହୁଏ। ଦେଶ ଓ ଜାତିର ପ୍ରଗତିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ। ସମାଜରୁ ଦୁର୍ନୀତି ଲୋପ କରି ଦୁର୍ଗତମାନଙ୍କର ହିତ ସାଧନ କରିବା ସହିତ ସତ୍ୟ ପ୍ରତିଷ୍ଠାରେ ସେ ମନୋନିବେଶ କରେ। ସ୍ୱାର୍ଥବିହୀନ ସେବା ପ୍ରଦାନରେ ଛାତ୍ର ନିଜକୁ ଉତ୍ସର୍ଗ କରିଥାଏ। ତାର ନୈତିକ ଚରିତ୍ରବତା ଅନ୍ୟମାନଙ୍କୁ ଆଦର୍ଶପୂର୍ଣ୍ଣ ପ୍ରେରଣା ଯୋଗାଇଥାଏ। ସମାଜ ପ୍ରତିବଦ୍ଧତା ହେଉଛି ଛାତ୍ର ଜୀବନରେ ସଫଳ ସାଧନା। ଧନ୍ୟବାଦ।